ଡୁଙ୍ଗୁରିପାଲି ବ୍ଲକ ସାମ୍ବାଦିକ ସଂଘ ବାର୍ଷିକ ଉତ୍ସବ ଅନୁଷ୍ଠିତ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତ ସ୍ଥାନୀୟ ଆର୍ଏମ୍ସି ପରିସର କୃଷକ ଭବନଠାରେ ଡୁଙ୍ଗୁରିପାଲି ବ୍ଲକ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ପଦ୍ମବାଗ ଯାଦବଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହକାରୀ ଅଧ୍ୟାପକ ଡକ୍ଟର ସୁକମଣି ମେହେର ଯୋଗଦେଇ ଗଣମାଧ୍ୟମ ଓ ସାମ୍ବାଦିକତା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଡୁଙ୍ଗୁରିପାଲି ସରପଞ୍ଚ ଚିତ୍ତରଞ୍ଜନ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟାନନ୍ଦ ମିଶ୍ର, ସଂଘ ପରାମର୍ଶଦାତା ତପନ ଜୁଆଡ଼ି, ସଂଘ ସମ୍ପାଦକ ମୁକେଶ ଭୋଇ ଯୋଗ ଦେଇଥିଲେ। ଲଛିପୁର ଯୁକ୍ତ 2 ରାଜନୀତି ବିଜ୍ଞାନ ଅଧ୍ୟାପିକା କଲ୍ୟାଣୀ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗଣମାଧ୍ୟମର ଭୂମିକା ଉପରେ ବୁଝାଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ଜଳାଇ ଦେବୀ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଡୁଙ୍ଗୁରିପାଲି ଶିଶୁ ବିଦ୍ୟା ମନ୍ଦିରର ଭଉଣୀମାନେ ଦୀପ ବନ୍ଦନା ଏବଂ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଡୁଙ୍ଗୁରିପାଲି ଲିଟିଲ୍ ଏଞ୍ଜେଲ୍ସ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ଶିଶୁପାଲ କୋଲେତଙ୍କ ସଂଯୋଜନାରେ ପରିଚାଳିତ କାର୍ଯ୍ୟସୂଚୀ ଅନୁଯାୟୀ ସଭାପତି ଶ୍ରୀ ବାଗ ଯାଦବଙ୍କ ସ୍ୱାଗତ ଅଭିଭାଷଣ ପରେ ମୁଖ୍ୟ ଅତିଥି ଡକ୍ଟର ମେହେରଙ୍କ ସମେତ ସମ୍ମାନିତ ଅତିଥି ବୃନ୍ଦ ଏବଂ ସାମ୍ବାଦିକ ସଂଘ ଉପଦେଷ୍ଟା ତଥା ସରକାରୀ ଓକିଲ ତପନ ଜୁଆଡ଼ି ଅଧୁନାତନ ସାମ୍ବାଦିକତା ଦିଗ ବିଦିଗ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀମତୀ ମିଶ୍ର ତାଙ୍କ ଭାଷଣରେ ଶୃଙ୍ଖଳିତ ସମାଜଧର୍ମୀ ସାମ୍ବାଦିକତା ଦେଶ ଓ ଜାତି ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଥିବା ମନ୍ତବ୍ୟ ପ୍ରଦାନ କରିବା ପରେ ବିଭିନ୍ନ କ୍ଷେତ୍ରରେ ସମାଜ କାମ କରି ନିଜ ପରିଚୟ ରଖିଥିବା ଡୁଙ୍ଗୁରିପାଲିର କାର୍ଯ୍ୟରତ ସେବା ଫାଉଣ୍ଡେସନ, କୌଶଳ ସେନା, ସମଲେଶ୍ୱରୀ କ୍ଲବ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ମାରବାଡ଼ି ଯୁବା ମଞ୍ଚ, ନୃତ୍ୟ ଗୀତ ପରିବେଷଣ କରିଥିବା ଛାତ୍ରଛାତ୍ରୀଙ୍କୁ ଏବଂ ICDS ସୁପରଭାଇଜର ସୀତା ମେହେରଙ୍କ ସମେତ ବରିଷ୍ଠ ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ଅତିଥିଙ୍କ ହସ୍ତରେ ସାମ୍ବାଦିକ ସଂଘର ବାର୍ଷିକ ମୁଖପତ୍ର ଆହ୍ୱାନ ଉନ୍ମୋଚିତ ହୋଇଥିଲା। ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇ ସୁପ୍ରତିଷ୍ଠିତ ସାରସ୍ୱତ ସାଧକ ଘନଶ୍ୟାମ ମେହେର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଲିଟିଲ୍ ଏଞ୍ଜେଲ୍ସ ପବ୍ଲିକ୍ ସ୍କୁଲର ଛାତ୍ରୀମାନଙ୍କୁ ଅତିଥି ଗଣରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସାମ୍ବାଦିକ ଦୀନବନ୍ଧୁ ସୁନାଙ୍କ ତାଙ୍କ ବକ୍ତବ୍ୟରେ ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଜୈନିକ ସାମ୍ବାଦିକ ନିର୍ଭୀକ ସମ୍ବାଦ ପରିବେଷଣ କରିବା ଓ ସମସ୍ୟାକୁ ଲୋକଲୋଚନକୁ ଆଣିବା ପୂର୍ବକ ଜନକଲ୍ୟାଣ କାର୍ଯ୍ୟରେ ତାହା ରୂପାୟିତ କରିବା ଉପରେ ଆଲୋକପାତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସଂଘର ସମ୍ପାଦିକ ପ୍ରକାଶ ହାତୀ, ସାମ୍ବାଦିକ ସୁଦାମ ସାହୁ, ସାମ୍ବାଦିକ ଗୋପାଳ ମାଝୀ, ସାମ୍ବାଦିକ ଚୌବର୍ଗ ଭୋଇ, ସାମ୍ବାଦିକ ଉମାକାନ୍ତ ବାଗ, ସାମ୍ବାଦିକ କୃଷ୍ଣଚନ୍ଦ୍ର ବାଗ, ସାମ୍ବାଦିକ ରବୀନ୍ଦ୍ର ତ୍ରିପାଠୀ, ସାମ୍ବାଦିକ କିଶୋର ସାହୁ, ସାମ୍ବାଦିକ ସନ୍ତୋଷ ମିଶ୍ର, ସାମ୍ବାଦିକ ରାମହରି ସେଠୀ, ସାମ୍ବାଦିକ ପ୍ରଦୀପ ଜାଲ, ସାମ୍ବାଦିକ ବୀରେନ୍ଦ୍ର ନାଗ, ସାମ୍ବାଦିକ ଶଶିକାନ୍ତ ସୁନା ଓ ଅନ୍ୟମାନଙ୍କ ମଧ୍ୟରେ ଯଦୁମଣି କୁଦେଇ, ସରୋଜ ପ୍ରଧାନ, କନ୍ଦର୍ପ ସାହୁ, ଗୋପାଳ ବାରିକ, ଅଧ୍ୟାପକ କିଶୋର ମେହେର, ବଦ୍ରିନାରାୟଣ ପାଣ୍ଡ୍ୟାଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ।